ଦେଖ ଦେଖନ୍ତୁ ସାଙ୍ଗମାନେ ଭାଇ ଯାଇଛି ଆଳୁ ପାଇଁ ମାର୍କେଟକୁ। ମୁଁ ଏଠି ଛିଡ଼ା ହେଇଛି। ଆଉ ପୋଷ୍ଟାଲ ତ କାମ ହେଲାନି। ଆମ ଗାଁ ବିଜୁଳି ପୋଷ୍ଟାଲ କାମ ହେବ। ମୁଁ ଗଲେ ସେଠୁ କାମ ସାରିକି ଘରକୁ ଯିବି। ଚାଲନ୍ତୁ ଏଠି ଛିଡ଼ା ହେଇକି ଭାଇ ଆସିବ। ରାସ୍ତା ସାଇଡ଼ରେ ଛିଡ଼ା ହେଇଛି। କ୍ଷୀର ଭାଇ ଆଣିଛି କ୍ଷୀର। ମୋ ସାଇଡ଼ରେ ଛିଡ଼ା ହେଇଛି। ଏମିତି ବି ସେ ଓଭର ବ୍ରିଜ ଦେଖୁଛି। ଦେଖନ୍ତୁ ସାଙ୍ଗମାନେ ଆଉ କାମ ମୋର ସରିଗଲା। ଏବେ ଚାଲି ଚାଲି ଯାଉଛି। ଭାଇ ସହିତ ଯାଇଥିଲି, ଭାଇ ପଳେଇଗଲା, ମୋର ଟିକେ ଲେଟ୍ ହେଲା, ସେଥିପାଇଁ ଚାଲି ଚାଲି ଯାଉଛି। ଚାଲନ୍ତୁ ଯିବା ଚାଲି ଚାଲି। ଦେଖନ୍ତୁ ସାଙ୍ଗମାନେ ପାଖେଇ ଆସିଲିନି, ଆଉ କମ୍ ବାଟ ଅଛି। କେତେ ଟଗର ଫୁଲ ଫୁଟିଛି। ଟଗର ଗଛରେ କେତେ ଫୁଲ ଫୁଟିଛି। ଦେଖନ୍ତୁ କେମିତି ଏଠି ଧାନ ରଖା ହେଇଛି ସାଇଡ଼ରେ। ଦେଖନ୍ତୁ ସାଙ୍ଗମାନେ ମୁଁ ଏବେ ଆସିଲି ଘରକୁ। ଆଉ ଯୁଆଡ଼େ ଯାଇଥିଲି ତ କାମ ହେଲାନି, ଅନଲାଇନ୍ ବି କାମ ହେଲାନି। ଡିସେମ୍ବର 1-2ରେ କାମ ଅଛି। ଆଉ ସେ କାମଟା ହେବ 1-2ରେ ଅନଲାଇନ୍ରେ, ସେଥିପାଇଁ ଯାଇଥିଲି। ଆଉ ପୋଷ୍ଟାଲ ଟିକେ ଯାଇଥିଲି, ମୋର ଯେଉଁ ବହିଟା ଟିକେ ଚେକ୍ କରିବାକୁ, ସେଟା ବି କାମ ହେଲାନି, ଫେରି ଆସିଲି। ଆଉ ଏମିତି ଆସିଛି, କିଛି କାମ ହେଲାନି। ହଉ ଯାଇକି ସବୁ ବୁଝି ସୁଝିକି ଆସିଲି। ଆଉ ଚାଲନ୍ତୁ ଫଟାଫଟ ରେଷ୍ଟ ନେବା, ଫ୍ରେଶ୍ ହେଇଯିବା। ଆଉ ପୁଣି ଆପଣଙ୍କ ସହିତ କଥା ହେଉଛି। କାଲି ହେଉଛି ପବିତ୍ର ବଡ଼ ଓଷା। ବଡ଼ ଓଷା ପାଇଁ ବଡ଼ ଭାଉଜ ସବୁ ଫଳମୂଳ ଯାହା ଯେମିତି ଲାଗିବ ମୁଁ ଆଣି ଦେଇଥିଲେ। ମୁଁ ଆପଣଙ୍କୁ ତ ନିଶ୍ଚିନ୍ତ ସେୟାର କରିଛି। ଆଉ କାଲି ବି ବଡ଼ ଓଷାରେ ସେୟାର କରିବି। ଆଉ ଆପଣମାନେ ମୋ ବ୍ଲଗ୍ଟି ଫାଷ୍ଟ ଦେଖନ୍ତୁ, ମଜାମସ୍ତି ନିଅନ୍ତୁ। ଆଉ ବଡ଼ ଓଷା ପାଇଁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଉଛି। ଆଉ କାଲି ମନ୍ଦିର ଭାଉଜମାନେ ଯିବେ, ଘରେ ବି ହେବ ପୂଜା, ଭୋଗରାଗ ହେବ। ଆଉ ବଡ଼ ଓଷା ପାଇଁ ଆଜି ପାଇଁ ପ୍ରିପାରେସନ୍, ଘର ଦ୍ୱାରା ସବୁ ସଫାସୁତୁରା ହେବ। କାରଣ ଚାର ପାଠ ନିଶ୍ଚିନ୍ତ, ବଡ଼ ଓଷା ବହୁତ କାଷ୍ଟା, ଧାନ ତ ବାପା ପେଷେଇକି ଚାଉଳ ଆଣି ଖାଇଦେବେ। ଆଉ ଯାହା ଯେମିତି କାମ ଅଛି ବାକି କରିଦିଆହେବ। ଆଉ ଚାଲନ୍ତୁ। ଦେଖନ୍ତୁ ସାଙ୍ଗମାନେ ଏଇଠି ହମ୍ପରେ ବସିଛି ଆମ ରାସ୍ତାରେ। ମାନେ ଏଇଠି ଯେଉଁ ହମ୍ପ ଅଛି ଆମ ଘର ବାଟକୁ, ବଡ଼ ଭାଉଜ ଏବେ ଆସିବେ, ବାଦାମ ମଞ୍ଜି ଆଣିଦେବେ। କାଲି ହେଉଛି ବଡ଼ ଓଷା ପାଇଁ। ଆଉ ଏଠି ପାଣି ବୋତଲରେ ଦେଖ ଥଣ୍ଡା ପାଣି ଆଣିଛି, ଭାଉଜ ପିଇବ। ବାଦାମ ମଞ୍ଜି ଧରିଲେ ମୁଁ ଘରକୁ ଯିବି। ଏଠି ଅପେକ୍ଷାରେ ଅଛି। ଦେଖନ୍ତୁ ଧାନ ସବୁ ପାଚିଗଲାନି। ଏଠି ଧାନ ସବୁ କାଟିଲେଣି। ସେଇଟା ଆମ ଘର। ଦେଖନ୍ତୁ ଏଇଟା ମୁଁ ରାସ୍ତାରେ ବସିଛି ହମ୍ପରେ। ଦେଖନ୍ତୁ ଏଇଟା ଘର। ଆଜି ଆମର ପ୍ଲାଷ୍ଟର ଚାଲିଛି। ଉପରେ ସବୁ ଫୁଲ କଟିଂ ଷ୍ଟାଇଲ ଚାଲିଛି। ଦେଖନ୍ତୁ ସାଙ୍ଗମାନେ ଭାଉଜ ଦେଲେ ବାଦାମ ମଞ୍ଜି, ଏଇଟା ବିସ୍କୁଟ। ଏଇଟା ବିସ୍କୁଟ 5 ଟଙ୍କିଆ ଯେଉଁ ବିସ୍କୁଟ। ଆଉ ଇଏ ହେଉଛି ପେପର ଦେଲେ, ବାପା ପେପର ପଢ଼ୁଛନ୍ତି। ଧରିକି ମୁଁ ଆସିଲି ଭାଉଜଙ୍କ ପାଖରୁ, ପାଣି ଟିକେ ପିଇଲେ। ଖରା ତ ଆଜି ପ୍ରବଳ ହେଉଛି। ଆଉ ଜିନିଷ ଧରିକି ଆସିଲି।
ଚାଲନ୍ତୁ ସାଙ୍ଗମାନେ ଟାଇମ୍ ଆସି ପାଖାପାଖି 2ଟା ହେଲାନି। ମୁଁ ତ ଆସିଲା ପରେ ଟିକେ ଫ୍ରେଶ୍ ହେଇ ରେଷ୍ଟ ନେଲି। ରେଷ୍ଟ ନେଲା ପରେ ସାର୍ଟ ପ୍ୟାଣ୍ଟ ଯେଉଁ ଯାଇଥିଲି ସବୁ ଟ୍ରକ୍ ଯାଇ ଯେଉଁ ଧୂଳି ଉଡ଼ି ଯାଇଥିଲା ରାସ୍ତାରେ, ମୋତେ ଟିକେ ଭଲ ଲାଗେନି। ମୁଁ ତାକୁ ଟିକେ ଧୋଇଦିଏ, ଯେଉଁଦିନ ପୁଣି ପିନ୍ଧିକି ଯାଏ ଫ୍ରେଶ୍ ଲାଗେ, ଭଲ ଲାଗେନି ନହେଲେ। ଆଉ ଟିକେ ପରିଷ୍କାର ରହିବା ନିଶ୍ଚିନ୍ତ ତ ଦେହ ପାଇଁ ଭଲ। ଆଉ ଚାଲନ୍ତୁ ଖାଇବା। ଭାଉଜ ଆଜି କ'ଣ ରୋଷେଇ କରନ୍ତି? ଆଜି ଯେହେତୁ ପଞ୍ଚକ ଚାଲିଛି ଆଉ କାର୍ତ୍ତିକ ମାସ ଅରୁଆ ହେଉଛି, ଆପଣମାନଙ୍କୁ ମୁଁ ଦେଖାଉଛି କ'ଣ ଆଜି ଭାଉଜ ରୋଷେଇ କରିଛନ୍ତି। ଆଉ ମୁଁ ତ ଆସିଲା ପରେ ସେ ସବୁ ରୋଷେଇବାସ କରିସାରିଲାନି। ଆଉ ମୋର ତ କିଛି କାମ ନାହିଁ। ଆଜି ଭାଉଜ ଯାହା ସବୁ କରିଛନ୍ତି, ଚାଲନ୍ତୁ ଦେଖିଆ କ'ଣ ଆଜି ଖାଇବା ହେଇଛି।